କରିଛନ୍ତି ଆକୁ ନେଇ ଆମେ ମଧ୍ୟ ଆମ ସ୍କୁଲ ଆମେ ମଧ୍ୟ କିଛି କରିପାରିବା। ଏବେ ଆମେ ଜାଣିନଥିଲେ, ଏବେ ସାର୍ ମଧ୍ୟ ଆମେ କିଛି ଭିଡ଼ିଓ କରିକି ଆଣିଥିଲୁ। ଆପଣ ମଧ୍ୟ କିଛି ଭିଡ଼ିଓ କେମିତି ରଖିଥିବେ, ଏଗୁଡ଼ା ସବୁ ମଧ୍ୟ ଭିଡ଼ିଓ ଆବଶ୍ୟକ ପଡ଼ିଲେ କରନ୍ତୁ, ନେଇକିରି ତାକୁ ସ୍କୁଲ ଲେଭେଲରେ କରିପାରିବା। ପରେ ପଳେଇ ଆସିଲା ଗୋଟେ ସମସ୍ତଙ୍କୁ ସୁପ୍ରଭାତ। ଆଉ ଏଇ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ମୁଁ ଆଜି ଉପସ୍ଥିତ ହେଲି। ଚନ୍ଦ୍ରକାନ୍ତି ମ୍ୟାଡ଼ାମଙ୍କୁ ବିଶେଷ ଧନ୍ୟବାଦ। ମୋ ସ୍କୁଲକୁ ଯାଇଥିଲେ, ଗତ ସିଆର୍ଏମ୍ ମିଟିଂରେ ଯାଇଥିଲେ, ବିଶେଷ କରି ଫୋକସ୍ କରିଥିଲେ ମୋ ସ୍କୁଲକୁ ଯିବା ବୋଲି। ଆଉ ସେ ଯେତେବେଳେ ଯାଇଥିଲେ ଶନିବାର ହେଇଥିଲା, ଦିନ 12ଟା ସମୟରେ ପିଲାମାନେ ବି ନଥିଲେ। ଆମ ସିଆର୍ଏମ୍ ମିଟିଂରୁ ମିଶିକି ମ୍ୟାଡ଼ାମ୍ ମିଶିକି ଆମ ସ୍କୁଲକୁ ଯାଇଥିଲୁ। ସେଇଠି ଯେତେବେଳେ ମ୍ୟାଡ଼ାମ୍ ଏ ପ୍ରୋଜେକ୍ଟ ଉପରେ ସବୁ ଦେଖିଲା ଭିତରେ ପିଲାମାନେ ଆସିଥିଲେ, ପ୍ରଥମ ଶ୍ରେଣୀର ପିଲାମାନେ ଆସିଥିଲେ। ଆସିବା ସମୟରେ ମ୍ୟାଡ଼ାମ୍ ସେ ପିଲାମାନଙ୍କୁ କହିଥିଲେ ଯେ ଏଗୁଡ଼ାକ କ'ଣ, ପିଲାମାନେ ମ୍ୟାଡ଼ାମ୍କୁ ତାଙ୍କର କ'ଣ ତାଙ୍କର ଅଭିଜ୍ଞତା, ସେମାନେ କ'ଣ ଜାଣିଛନ୍ତି ସେ ବିଷୟରେ ସେ କହିଥିଲେ। ଆଉ ମ୍ୟାଡ଼ାମ୍ ମୋତେ କହିଥିଲେ ଯେ ନିଶ୍ଚିତ 15 ଦିନ ଭିତରେ ଆପଣଙ୍କୁ ଆମେ ଦାୟିତ୍ୱ ଦେବୁ, ଆଉ ଆପଣ ନିଶ୍ଚୟ ଆମ କଥା ରକ୍ଷା କରିବେ, ଆଉ ଯେତେ ବଡ଼ କାମ ଥିଲେ ମଧ୍ୟ ଆସିବେ। ହେଲେ ବର୍ତ୍ତମାନ କ'ଣ ହେଲା, ଏବେ 4 ଦିନ ତଳେ ମ୍ୟାଡ଼ାମ୍ ମୋତେ ଫୋନ୍ କରିଥିଲେ ଯେ ଆପଣଙ୍କୁ ଟ୍ରେନିଂ 3 ଦିନ ଟ୍ରେନିଂ ନାହିଁ ତ ଏ ୱାର୍କସପ୍ ପାଇପ୍ ବୋଲି କହୁଛି, ଆପଣ ଯେମିତି ହେଲେ ଆସିବେ। ମୁଁ କହିଲି ମ୍ୟାଡ଼ାମ୍ ମୁଁ ଯିବି, ନିଶ୍ଚୟ ଯିବି, କିନ୍ତୁ ମୋତେ ଗୋଟେ ଦିନ ଆପଣ ରିଲାକ୍ସ ଦେବେ। 1 ତାରିଖ ଦିନ ମୋର ଅନ୍ୟ ଗୋଟେ କାର୍ଯ୍ୟକ୍ରମ, ବଡ଼ କାର୍ଯ୍ୟକ୍ରମ ଅଛି, ମୁଁ ପଳେଇ ଯିବି। ମୁଁ ଆପଣଙ୍କୁ 2 ଦିନ ଟାଇମ୍ ଦେବି। ସେ କହିଲେ ହଉ ଠିକ୍ ଅଛି, ଆପଣ 2 ଦିନ ମଧ୍ୟ ଆସନ୍ତୁ, କିନ୍ତୁ ଆସିବା ସମୟରେ ଆପଣ କିଛି କିଛି ଟିଏଲ୍ ଯେତିକି ପାରିବେ ଧରିକି ଆସନ୍ତୁ। ସବୁଗୁଡ଼ା ଜିନିଷକୁ ଧରିକି ଆସିବା ସମ୍ଭବ ନୁହଁ। ପ୍ରଥମରେ ମୁଁ କହି ରଖେ ଯେ ଆମ ସମସ୍ତଙ୍କ ବିଦ୍ୟାଳୟରେ ହଉ ବା ଅଙ୍ଗନବାଡ଼ିରେ ହଉ, ଆମେ ପିଲାମାନଙ୍କର କିଛି ଶିକ୍ଷଣ ମନୋବୃତ୍ତିକୁ ବଢ଼ାଇବା ପାଇଁ, ଶିକ୍ଷଣ ଦକ୍ଷତା ବୃଦ୍ଧି କରିବା ପାଇଁ ଆମେ ଯେଉଁ ମାଧ୍ୟମଟା ନେଉଛେ, ସେ ମାଧ୍ୟମ ହେଉଛି ଏହି ଶିକ୍ଷଣ ସାମଗ୍ରୀ। ଏହାଦ୍ୱାରା କ'ଣ ହେଉଛି, ପିଲାମାନଙ୍କର ଏଇଟା ନିଶ୍ଚିତ ରୂପେ ହେଉଛି ଆମ ସମସ୍ତଙ୍କ ବିଦ୍ୟାଳୟ କିଛି କିଛି କରୁଛନ୍ତି। ମୁଁ ଏହିସବୁ ଜିନିଷ ଗୁଡ଼ାକ ତିଆରି କରିବାରେ, ସେଥିରେ ମୁଁ କହିବି କରୋନା ପିରିୟଡ଼ଟା ମୋ ପାଇଁ ସମସ୍ତଙ୍କୁ ଅଧିକ ସହାୟକ ହୋଇଥିଲା। ସେଇ ପିରିୟଡ଼ରେ ମୁଁ ଚିନ୍ତା କଲି ଯେ କ'ଣ କରିବି। ସବୁଦିନ ସ୍କୁଲକୁ ଯାଏ, ଘରକୁ ଆସେ, ତା ଭିତରେ ଚିନ୍ତା ଜିନିଷ ଆମେ ପାଇପାରିବା। ଆଉ ଏଇ ଯେଉଁ କାର୍ଯ୍ୟକ୍ରମର ମୋ ସହିତ ମୁଁ ଗୁରୁ କହିଲେ ଅତ୍ୟୁକ୍ତି ହେବନି, ନୋଇଡା ସହିତ ମୋର ସମ୍ପର୍କ ରହିଛି। ସେଇ ନୋଇଡାରେ ମୋର ମଧ୍ୟ ପ୍ରୋଜେକ୍ଟ ଗୁଡ଼ାକ ସେଠି ତାକୁ ଦିଆହେଉଛି। ସେମାନଙ୍କ ଠାରୁ ମଧ୍ୟ ନୂଆଟା କ'ଣ ଆସିଲେ ମୋ ସହିତ ଆସୁଛି, ସେଇଟା ମୁଁ ମ୍ୟାଡ଼ାମ୍କୁ କହିନଥିଲି। ଆଉ ସେ ଯାଉ ଆଜି ଆମ କାର୍ଯ୍ୟକ୍ରମ ଆରମ୍ଭ କରିବା। ମୁଁ କିଛି କିଛି ଆଣିଛି ଯେଉଁଟାକି ଦେଖିବାକୁ ସହଜ ଲାଗୁଛି, କିନ୍ତୁ ବହୁତ କେତେ ଗୁଡ଼ିଏ ଜିନିଷ ତିଆରି କରିବା ସମୟରେ 3-4 ଥର କଲା ପରେ ସକ୍ସେସ୍କୁ ଆମେ ଆସିଛୁ। ସେମିତି ହେଇଛି, ଆପଣମାନେ ଗୋଟେ ଜିନିଷ କରିବା ପାଇଁ ବୋଲିକି ନିଶ୍ଚିତ ରୂପେ ଆପଣଙ୍କର ଏକାଗ୍ରତା ଦରକାର, ଧୈର୍ଯ୍ୟ ଦରକାର, ତେବେ ଯାଇ ଆପଣ ଫଳପ୍ରଦ ହେବେ। ଆଉ ଏଇ ଦୁଇଟା ଜିନିଷକୁ ଆପଣ ଯଦି ବିରକ୍ତ ଭାବ ପ୍ରକାଶ କଲେ ହେଇପାରିବ ନାହିଁ। କିନ୍ତୁ ଏଇସବୁ ଯାହାଦ୍ୱାରା କି ଆମର ଉପାନ୍ତ ଅଞ୍ଚଳରେ ପିଲାମାନଙ୍କର କଥା କହିବା ଶକ୍ତି ମଧ୍ୟ ସେମାନଙ୍କର ନଥିଲା। ସେମାନଙ୍କ ପାଇଁ ବୋଲିକି ଆମକୁ କିଛି ସେମାନଙ୍କ ଆମ ସ୍ୱାର୍ଥ ତ୍ୟାଗ କରିବାକୁ ପଡ଼ିବ। ତେଣୁ ଆପଣମାନେ ଯତ୍କିଞ୍ଚିତ, ତାମାନେ ମୁଁ କହୁନାହିଁ ଯେ ଆମେ ସମ୍ପୂର୍ଣ୍ଣ ରୂପେ ସେମାନଙ୍କ ପାଇଁ ଧ୍ୟାନ ଦେବା, ଆମ ପରିବେଶ ଘର ପରିବେଶ ଛାଡ଼ିଦେବା, ସେଇଟା ନୁହଁ। ଆମେ କିଛି କରିବା, କରିକି ଦେଖେଇବା, ଯାହାଫଳରେ ଏଇ ମନୋଭାବ ଥିବାରୁ ମୁଁ ଆଜି ଆପଣମାନଙ୍କ ପାଖରେ ଠିଆ ହେଇପାରିଛି। ସେମିତି ଦିନେ ଆପଣମାନେ ମଧ୍ୟ ଆଉ ଆସନ୍ତା ମାସ ପରେ ଆପଣମାନେ ମଧ୍ୟ ଏଇ ଷ୍ଟେଜକୁ ଆସିବେ, ଏଇଟା ମୁଁ ଆଶା କରୁଛି। ତେବେ କାର୍ଯ୍ୟକ୍ରମ ମୁଁ ଆଉ ଅଧିକ ଭାଷଣ ଦେବି ନାହିଁ, କାର୍ଯ୍ୟକ୍ରମ ଆରମ୍ଭ କରିବା। ଯେତେବେଳେ ଆମେ ବିଭିନ୍ନ ବିଷୟ ଉପରେ ଆମର ଆଧାରିତ ରହୁଛି, DLMଟାକୁ ଆପଣ ପ୍ରସ୍ତୁତି କରିବା ପାଇଁ ବୋଲିକି ଆପଣ ଗୋଟେ କନସେପ୍ଟ ନେବେ ଯେ ଆପଣ କ'ଣ କରିବେ, ଯେଉଁ ମିଶାଣ ଗୋଟେ କରିବେ, ତାର ମଧ୍ୟ ଗୋଟେ ପ୍ରୋଜେକ୍ଟ ଏଇଟା ମୁଁ ଆଣିଛି। ମୁଁ କହିବି ଯେତିକି DLM ଆସିଛି ସବୁ DLM ବିଷୟରେ ଆପଣମାନଙ୍କୁ ଟିକେ ସମ୍ୟକ ଧାରଣା ଦେବି। ନିଶ୍ଚିତ ରୂପେ ଆପଣମାନେ କରିବେ ବୋଲି ଯେତେବେଳେ ଭାବିବେ, ନିଶ୍ଚିତ ଏ ହେବ ନାହିଁ ବୋଲି କିଛି ନାହିଁ। ତେଣୁ ଆଉ ପ୍ରତ୍ୟେକ ଏମିତି ମଧ୍ୟ ମୋର DLM କରିବା ଭିତରେ ପ୍ରାୟ 5-7 ଜଣ ଶିକ୍ଷକ ମୋ ପାଖକୁ ଆସନ୍ତି, ଦେଖନ୍ତି, ଆଉ ସେମାନେ ମଧ୍ୟ କରିବେ। ରାୟଗଡ଼ା ରହିକି ଫୋନ୍ କରିବେ, ସାର୍ ଏଇଟା କେମିତି କରିବେ, ଏଇ ପ୍ରୋଜେକ୍ଟଟା ଏମିତି ରହିଗଲା। ମୋର ଯାହା ଅନୁଭୂତି ରହୁଛି ସେମାନଙ୍କୁ ଦେଲେ ସେମାନେ କରିବେ, ଅତି ସୁନ୍ଦର, ଆଠାରୁ ବି ବହୁତ ସୁନ୍ଦର ସେମାନେ କରିଛନ୍ତି।
तेणु सेटा भी आमको खुशी लगे जेहेतु आम करवा देखिए आउ केते जन जदि करें आम निश्चय खुशी लगे तेणु आज आम मु सार को साहाय्य करने चाहिए अनुरोध करी ये सब पीएलएम व्यवहार करने कि केते गुड़े जिनिस देखु शाढ़ी आलबम गुड़ाक संग्रह कर केते गुड़े टाटा स्काई आपंकर प्लेट गुड़ाक अच्छे देखुं युवाक संग्रह कर बाहर जो सब यहाँ हूँ गोटे फ्लिपकार्ट गोटे डब्बू आसाला कौन से जिन व्यवहार हो पिंधा ना सेटा रखी बर्तमान मो घरे गोटे अड़िया डब्बू पूरा 3-4टा डब्बू पदाई हेले यहाँ हूँ गोटे जिन गोटे प्रोजेक्ट हो देख प्रथम श्रेणी आम नुआ पिला शिखेवा चाहिए प्रथम आम से सहित कथोपकथन करवा कथोपकथन देखा सहज करने आपको सहज हम ये गोटे आलबम शाढ़ी आलबम से कौन कराई प्रत्येक पिला आम जो क ख आकार हर्षईकार मात्रा शिखेवा बोलिए गोटे मुझे चिंता कली कौन कले हम जे गोटे भितर आम आमर जो 11टा वर्णमाला स्वरवर्ण रही से प्रत्येक अक्षर में मात्रा केमी जोग हो पार देखु ये जो कार्डबोर्ड रे आपनकर क ख ग घ आपनकर व्यंजन मान सब अच्छी एथिरे अच्छे कार्ड गुड़ाक अच्छी आपनकर अच्छी देखो समस्त देखंतु क ख आपनकर एति देखंतु दंत स को मुद्रा स अच्छी सब कार्ड रखी तेबे आमे मु गोटे कार्ड ऊपर आपनको देखाउची एटा मध्य आपण माने केमिति करिवे मध्य देखि परिबे प्रत्येक एल्बम रो गोटे गोटे देखंतु 11टा पृष्ठ आपण नेबे 11टा पृष्ठ नेला परे आपण मझिरे गोटे फोल्ड करिवे एमिति एठी अछि कोन देखंतु शेषरे गोटे आमे रखाई छि देखंतु ए जो लेटरटा को रखिबा पई बोली कि हमर गोटे रही छि देखंतु कोटा रहिला जदि देखो एटा करिबा पई मध्ये हम केमि करछु दुईटा पेपर रे जोड़ा एकरी करा छै मझिरे गैप रही छी आ बाकी लेटर गुडा तो आपनकर रखिबा पई बोली कि एपटे मध्ये मु गोटे प्लान करिछि जे ए जगह रे एटी मध्ये आपण सब रखि पारिबे पिला मन को देखेबा पई बोली देखो स्टैंडटा हला देखि परले एटा होछि बर्तमान आपनकर ऊपर अछंती देखंतु अकारांत अछि जेते बळे आपण एपटे गोटे पृष्ठ उल्टे देबे आपनकर आसिला आकारांत आसिला केवल आपण धळा ड्रॉइंग शीट करंतु बा हळदिया करंतु जोटा कि पिला के स्पष्ट रूपे देखा जिवो देखिले तापर आसीबो आपनकर हर्षईकार आसीबो आपण जो लेटर ता भीतर रखिबे सेही लेटर रो आपनकर पीएलएम ता तयारी ही पाइबो पिला को पढाइबा पई बोली को मध्ये हमें करि परिबा जेहेतु प्रत्येक पाठ रे गोटे गोटे देछि जेंति प्रथम पाठ प्रथम श्रेणी चकुली जिन्नी चटनी खाई छ ऊपर गुरुमा ताको लेटर साइज रे आपण ठीक मेजरमेंट करिवे मापी की आपनकर जदी ठीक रे जदी देखि परिबा आमे एटा तयारी करके गोटे कॉर्नर रे रखि देले फलप्रद किछि होबनी सेटा पिला के सामना को दिबा को पड़िबो पिला को पाखरे जति उपस्थापना जति करबा नै आमे एका को परिवार मूल्य किछि नै आमे पिला को पाई ही तयारी करछु एटा गोटे देखिले आपण ये क्लियर बुझी गेले ना सर आ विषय रे वर्तमान हम करि परिबा स्कूल रे हमें किछि एक्टिविटी करि छे ए रिलेटेड फिर भी एटा बहुत बढ़िया थिला नहीं सर आ विषय रे हमें एनो एई बड़ी हमें करि के विद्यालय रखी पिला को मध्ये सिखै परिबा मु आनिली सेटा को चिंता करली जे पिला मानन को हमें वर्तमान जो डिकोडिंग व्यवस्था अछि डिकोडिंग व्यवस्था रे सबठारु प्रथम होछि कोन हमर अवना शब्द लिखिबा अवनाचरकुनिक शब्द लिखिबा से शब्द को आमे केते गुडे कोन करबा जोटा कि दुई अक्षर रो जो शब्द गठन हम पिला को
ଉଚ୍ଚାରଣ କରିବା ପାଇଁ ସୁବିଧା ହେବ। ଏପଟେ ଗୋଟେ ଅକ୍ଷର ସେପଟେ ଗୋଟେ ଅକ୍ଷର, ଏଇଟା ହେଉଛି ତାର ଗୋଟେ ମାଧ୍ୟମ କରାହେଇଛି। ଦେଖନ୍ତୁ ଏପଟେ ରହିଲା ଆପଣଙ୍କର ଗୋଟେ ପଟେ ବାମାବର୍ତ୍ତ ରହୁଛି, ଗୋଟେ ପଟେ ଦକ୍ଷିଣ ବର୍ତ୍ତ ରହୁଛି। ଆପଣ ଅକ୍ଷର ଲେଖିଲା ବେଳେ ଟିକେ ଆପଣଙ୍କର ଅକ୍ଷର ଟିକେ ସାମ୍ନାରେ କରିବେ ଟିକେ ହଁ ହେଲେ ଦେଖନ୍ତୁ ଏଇଟା କେମିତି ହବ, ଆପଣଙ୍କର ଏଇଠି ରହିଲା ଚ ରହିଲା, ଚଳ, ଚର, ଚଟ। ଆପଣଙ୍କର ଏପଟେ ଚକ୍ର ବୁଲେଇଲେ ଆପଣଙ୍କର ଅନେକ ଗୁଡ଼ିଏ ଶବ୍ଦ ପିଲାମାନେ ଗଠନ କରିପାରିବେ। ଆମର ଦକ୍ଷତା ହେଉଛି ଲିଖନ ପଠନ ଦୁଇଟା ରହୁଛି ମୁଖ୍ୟ। ଲିଖନ ପଠନଟାକୁ ଆପଣ ଏ ଦୁଇଟା ଭିତରେ ସେମାନେ ପିଲାମାନେ କହିପାରିବେ। ଜଣେ ଜଣେ ପିଲାଙ୍କୁ ମଧ୍ୟ ଆମେ ଏଇ ଚାର୍ଟଟାକୁ ଦେଲା ପରେ ସେମାନେ ଶବ୍ଦ ଗଠନ କରିବେ। ତା ଭିତରେ କିଛି ଭୁଲ ଶବ୍ଦ ବି ଆସିବ, ତାପରେ ସେଇଟାକୁ ଆମେ ମାର୍ଜିତ କରିକି ସେମାନେ ଗଛର ଆର୍ଟ ହଉ, ଗୋଟେ ସାର୍ଟର ଆର୍ଟ ହଉ, କ'ଣ ଗୋଟେ କରିବା ପିଲାମାନଙ୍କୁ ସେତେବେଳେ ଏଇଟା ଗୋଟେ ସେମାନଙ୍କ ସାମ୍ନାରେ ଏଇଟା ଗୋଟେ ପିଲାମାନଙ୍କର ଗୋଟେ ସାର୍ଟର ଆକୃତି ହେଇଛି। ଦେଖନ୍ତୁ ଏ ସାର୍ଟର ଆକୃତି ଭିତରେ ଏଇଠି ମୁଁ ଫୋକସ୍ କରିଥିଲି ର ଅକ୍ଷରକୁ ଫୋକସ୍ କରିଥିଲି। ଆମେ ପ୍ରତ୍ୟେକ ଯେମିତି ହେଲେ ଆମର ପାଠ୍ୟକ୍ରମରେ ସେମିତିକା ରହିଛି ର ଚ ଟ ଏମିତି ଗୋଟେ ଗୋଟେ ଫୋକସ୍ କରିବାକୁ ପଡ଼ିବ। ତେଣୁକରି ଏଇଠି ଅଛି ଦେଖନ୍ତୁ ଏଇ ଯେଉଁ ଶବ୍ଦଟା ହେଇଛି ଆପଣ ପଛପଟେ ମଧ୍ୟ ଦେଖିପାରିବେ। ଏଇଟା ଗୋଟେ ଜଷ୍ଟ ଗୋଟେ ସାପ ଭଳି ତିଆରି ହେଇଛି, କିଛି ବି ନାହିଁ। ପଛପଟେ କଟିଂ ହେବ। ଆପଣଙ୍କ ଯେଉଁ ଯେଉଁ ଅକ୍ଷର ର ସହିତ ସମ୍ପର୍କିତ ଅଛି ଦୁଇ ଅକ୍ଷର, ସେଇ ଦୁଇ ଅକ୍ଷରରୁ ଆପଣ ସିଲେକ୍ସନ୍ କରିବେ। ସିଲେକ୍ସନ୍ କରିକି ଏମିତି ଗୋଟେ ଆପଣଙ୍କର ଗୋଟେ ତାର ଫିତା ଗୋଟେ ତିଆରି କରିବେ, ଆଉ ପଛପଟେ ଆପଣ ଦେଖେଇବେ। ଏଇଠି ଦେଖନ୍ତୁ କର, ପରେ କର ଆସିଲା, ଆପଣ ଏମିତି ଏଇ ପଛପଟଟାକୁ ଆପଣଙ୍କୁ ଉଠେଇବେ। ଗୋଟେ ଗୋଟେ ଲେଟର ଆସିଲା ହର, ତାପରେ ଆପଣଙ୍କୁ ଉଠେଇବେ ଘର। ଦେଖନ୍ତୁ ଏଇଟା ହେଉଛି ଆପଣଙ୍କର ଏଇଟା ଅତି ସିମ୍ପୁଲ। ସମୟ ଟିକେ ହୁଏତ ଅଧଘଣ୍ଟା ଲାଗିପାରେ, କିନ୍ତୁ ଅତି ସିମ୍ପୁଲ ଅଛି। ଏଥିରେ ଆମେ ଅନେକ ଗୁଡ଼ିଏ ଶବ୍ଦ ମଧ୍ୟ ତିଆରି କରିପାରିବା। ସାର୍ ଏଇଠିକି ଆସନ୍ତୁ, ଏଇଠିକି ଆସିଲେ ସମସ୍ତଙ୍କୁ ହଁ ସେଇଠି ରହିଲେ ଡିଷ୍ଟାନ୍ସ ଫଟୋ ଉଠନ୍ତୁ। ହଁ ଏଇଠି କୁହନ୍ତୁ। ଦେଖନ୍ତୁ ଏଇଟା ଗୋଟେ ପ୍ରୋଜେକ୍ଟ ଅଛି। ଏଥିରେ କ'ଣ ଅଛି, ଆପଣ ଅକ୍ଷର ସହିତ ଆପଣ କ'ଣ କରିବେ, ଚିତ୍ରକୁ ଦେଖିକିରି ଶବ୍ଦ ପଠନ ଅଛି ଏଥିରେ। ଦେଖନ୍ତୁ ଏପଟେ ଆପଣ ଏଇଟାକୁ ଯେତିକି ଟାଣିବେ, ଦେଖନ୍ତୁ ପରେ ଆସିଲା କମଳା ବା କ'ଣ ହେଲେ ଗୋଟେ ଶବ୍ଦ ଆସିଲା। ତାପରେ ସେମିତି ଏଇଟାକୁ ଆପଣ ନେବେ, ଖ ଆସିଲା, ଖରେ ଖଟ ଆସିଲା। ଦେଖନ୍ତୁ ଆପଣ ଏଇଟା ଗୋଟେ ବେଲ୍ଟ ତିଆରି କରିବେ, ଗୋଟେ ବକ୍ସରେ ଆପଣ ସେଇଟାକୁ ଗୋଟେ ପ୍ରୋଜେକ୍ଟ ଦେଖେଇବେ, ଚିତ୍ର ପଠନ। ଦେଖନ୍ତୁ ଆପଣ ଚିତ୍ର କାଟିକି ସେଟ୍ କରିଦେଇଛନ୍ତି, ଚିପକେଇ ଦେଇଛନ୍ତି। ଆଉ ଟିକେ ବଡ଼ ହେଲେ ମଧ୍ୟ ଏଇଟା ଆଉ ଟିକେ ବଡ଼ ଗୋଟେ ଅଛି। ଏବେ ଆଜ୍ଞା କ'ଣ ହେଉଛି ବୁଝିଲେ କି, ଯେଉଁ ସ୍କୁଲରେ ଏବେ ଏଫ୍ଏଲ୍ଏନ୍ଟା କେତେ ଦିନ ହେଲା ଟ୍ରେନିଂ ଚାଲିଛି, ଯେତେବେଳେ ଏଇଟ୍ସ କରିବା ପାଇଁ ସେଇଟା ଏଚ୍ ଏମ୍ କ'ଣ କରୁଛି, ଆଉ ଜଣଙ୍କୁ ଦେଇ ଦେଉଛି ସେ ଦାୟିତ୍ୱ, ତୁମେ ଏଫ୍ଏଲ୍ଏନ୍ ପଢ଼। ସେ କରିବାଟା କିଛି ନାହିଁ। ହେଲେ ଏବେ କ'ଣ କେମିତି କରାଯିବ ସେଟା? ମୁଁ ବର୍ତ୍ତମାନ ଯେଉଁ ସ୍କୁଲକୁ ଆସିଛି ସେ ଆଇବା ଦିନରୁ ସେ ସ୍କୁଲ ଖରାପ କେବେ ବୁଡ଼ି ଗଲେ ଗଣ୍ଡଗୋଳ ନାହିଁ। ରହିଗଲେ ତା ଭିତରେ ସେ ରହିବ। ଆଉ ତାର କିଛି କାମ ନାହିଁ ସାର୍, ଖାଲି ହଷ୍ଟେଲ ପଇସା ହଷ୍ଟେଲ ଆପଣ ଷ୍ଟ୍ରଗଲ୍ କରିକି ଟାଇମ୍ ନେଇକି କରିଛନ୍ତି ବୋଲି ଏତିକି ଜାଗା କରିପାରୁଛନ୍ତି, ନହେଲେ ବେଡ଼୍ ହେଲେ ମଧ୍ୟ କରିହେବ। ସ୍କୁଲରେ କରିହେବ କି ଏଇଟା ପୁରା ଆଉଟ୍ କରିଦେଉଛି ଦେଖନ୍ତୁ ଏଇଟା ହେଉଛି ଖଣ୍ଡିଆ ଚାର୍ଜ କାହିଁକି କ'ଣ କରୁଛନ୍ତି ପୁରା ତାପ ଦେଉନାହାନ୍ତି ପୁରା ଗୋଟେ ଗୋଟେ ସ୍କୁଲକୁ ବଛା ଯାଉ ସେଣ୍ଟର ସେଠି ଟ୍ରେନିଂ ନେବେ, ସେ ଜାଗାରେ ଶିଖିକି ସେଇଟା କେବେ ହଉନି। ପଇସା ଉଠାଉଛନ୍ତି ଆସିଲା ତାପରେ ସେ ଦେଖିଲେ ସେ ଚାଲିଲା। ତାଙ୍କୁ ଯେତେବେଳେ ଅସୁବିଧା ହେବ ସେତେବେଳେ ଆମେ ଟାଇଟ୍ କରିବା। ଆହୁରି ଇଆଡ଼େ ପୁରସ୍କାର ଦେବେ ଗଭର୍ଣ୍ଣମେଣ୍ଟ, ଜବରଦସ୍ତ କରୁଛନ୍ତି। ସେ 21ଟା ଯାକ ସେ କରିଥିଲେ ତ କାମ ଆଙ୍କେ ପୁଣି କରିବେ।
କେବେ ସେ ଏସ୍ଏମ୍ଏସ୍ ସମସ୍ତ ସହିତ ଫଟୋ ଉଠେଇଛି କି ସିଆଡ଼େ ମାତ୍ର ହଁ ପରା ଏଗୁଡ଼ା ଜାଣି ତାକୁ ପୁଣି ଯାଚୁଛନ୍ତି ପୁଣି କିଏ କନ୍ଧମାଳରେ ପୁଣି ଆପଣମାନେ ଯାଚୁଛନ୍ତି ହଷ୍ଟେଲ ଚାର୍ଜ ହଁ ଅଲଗା ସେଟା 3 ଅକ୍ଷର ଏଇଟା 2 ଅକ୍ଷର। ସମାନ ଦେଖନ୍ତୁ ଆପଣ କ'ଣ କରିବେ Screen share, I ପ୍ରଥମରେ photo ର ପିଲାଙ୍କୁ କୋଉ ଅକ୍ଷର ଲେଟର Photo ର clear ଫୋକସ୍ ଆସୁନି। କରିବେ ସର୍ବପ୍ରଥମେ ଆପଣ ସେଇ ଅକ୍ଷରଟାକୁ ନେବେ ତାକୁ ସମ୍ବନ୍ଧିତ 4ଟା ଧାଡ଼ିରେ ଆପଣଙ୍କର 2 ଅକ୍ଷର ବିଶିଷ୍ଟ ଶବ୍ଦ ଗୁଡ଼ାକ ଗଠନ ହେଉଛି। ପ୍ରଥମରେ ମୁଁ ଫୋକସ୍ କରିଛି ଏଇଠି କ ଅକ୍ଷର, ଦ୍ୱିତୀୟରେ ଚ ଅକ୍ଷର, ତୃତୀୟରେ ବ ଅକ୍ଷର, ଚତୁର୍ଥରେ ନ ଅକ୍ଷର। ତେଣୁ ନରେ ଆରମ୍ଭ ହେଉଥିବା 2 ଅକ୍ଷର ଶବ୍ଦ ଗୁଡ଼ାକ ମୁଁ ସିଲେକ୍ସନ୍ କଲା ପରେ ଆପଣ କ'ଣ କଲି ପିଲାମାନଙ୍କର ଯେମିତି ହେଲେ କଲର ମାଧ୍ୟମରେ ତାକୁ ଜଣାଇବାକୁ ପଡ଼ିବ। ଯେହେତୁ ଆମେ ହାତରେ ଲେଖିପାରିବା, ମୋ ଘରେ କମ୍ପ୍ୟୁଟର ରଖିଛି ବୋଲି ମୁଁ ଏସବୁ ବିଚାରିଆ କାମ କରୁଛି। ତେଣୁ ଆପଣ ହାତରେ ମଧ୍ୟ ଲେଖିପାରିବେ, କିଛି ନାହିଁ। ମୋର ସାର୍ ଜଣେ ଆସିଥିଲେ, ଏଇଟା ଲେଖୁଥିଲି, ମୁଁ ତାଙ୍କୁ କହିଲି ତମେ ଏଇଟା ନିଜେ ଲେଖ, ଦୋରା ସାର୍ କହିଲି। ହେଲେ ସେ କହିଲେ ନାଇଁ ଆପଣ ତ କମ୍ପ୍ୟୁଟର ଲେଖୁଛନ୍ତି, କାହିଁକି ହାତରେ ଲେଖିବୁ? ହେଲେ ହାତରେ ଲେଖ। ସେ ହାତରେ ଲେଖିଥିଲେ, ମୁଁ ଦେଖ କମ୍ପ୍ୟୁଟର ସବୁ କରିଥିଲି, ତାକୁ କଟ୍ ପିସ୍ କରିକି ଏଇଠି ଦେଲି। ଆପଣ ଏଇଠି କ'ଣ କରିବେ ଦେଖନ୍ତୁ, ସୂତାଟାକୁ କେମିତି ଆପଣ ତାକୁ ଲଗେଇଛନ୍ତି ବୋଲି କହୁଛନ୍ତି। ଏଇଟା ସୂତା ଲଗେଇବାର କିଛି ବଡ଼ କାମ ନାହିଁ। ଆପଣ ଏଣ୍ଡିଂରେ ଦେଖନ୍ତୁ ତଳେ ଉପରେ ଆପଣ କ'ଣ କରିବେ, ସୂତା ଲଗେଇବେ, ପଛପଟେ ସୂତା ଗଣ୍ଠି କରିଦେବେ। ସେଥିରେ କ'ଣ କରିବେ, ଏଇଠି ଆପଣ ପଛପଟେ ଅଛି ଦେଖନ୍ତୁ ସୂତାଟାକୁ ଆକୁ ଲଗେଇ ଦେଇକି ସେଲୋଟାକୁ ଲଗେଇବେ। ଏଇଟା ଆପଣ କ'ଣ ହେଉଛି ଆରାମରେ ଯାଇପାରିବ। ଏଥିରେ ମୁଁ କ'ଣ କରୁଛି, ଛୋଟ ରିଫିଲ୍ ଅଛି, ରିଫିଲ୍ ମୁଣ୍ଡ ପାଖରେ ଆପଣଙ୍କ ସରୁ ଅଛି, ସେଇଟାକୁ ମୁଁ କାଟିକି ଏ ସୂତା ପଛପଟେ କ'ଣ କରିଛି ତାକୁ ସେଲୋ ଟାଇପ୍ରେ ଲଗେଇ ଦେଇଛି। ବୁଝିଲେ କି? ମାନେ ଟିକେ ବିଦାୟ ଦେଇପାରିବେ। ତେଣୁ ଏ ମୁଭମେଣ୍ଟ କରିବା ପାଇଁ ବୋଲି ସୁବିଧା ହେବ। ଏଇଟା କ'ଣ ଏ ତ ରଖିବା ପାଇଁ ମଧ୍ୟ କେତେ ଜାଗା ନାହିଁ, ହେଲା ନା ସାର୍? ଏଇଟା ବନ୍ଧା ହେଇଛି। ଆପଣ ପ୍ରଥମ ଫୋକସ୍ କରିବେ ଲେଟର ଗୁଡ଼ାକ ସାଇଜ୍ କଲା ପରେ ଆପଣ ଏଇଟାକୁ କୋଉ ଲେଟର ସେଇଟା ବିଭିନ୍ନ ପ୍ରକାର ମାତ୍ରା, ଏଇଟା କିଛି ନା ଆମ ବହିରେ ବି ଅଛି। ଏଇଟା ମୁଁ କ'ଣ କରିଥିଲି ପିଲାମାନେ ଜାଣିବା ପାଇଁ, ଦେଖିବେ, ଲେଖିବେ, ଶିଖିବା ପାଇଁ ବୋଲି ଗୋଟେ ଜଷ୍ଟ ଗୋଟେ ଆଲବମ୍ରେ ସେଗୁଡ଼ାକ ଲେଖିକି ପେଷ୍ଟ କରାହେଇଛି। ଦେଖନ୍ତୁ ଏଇଠି ମାତ୍ରା ଅଛି ଆପଣଙ୍କର, ବିଭିନ୍ନ ପ୍ରକାର ଆମର ମାତ୍ରା ଅଛି, ଆକାର, ହର୍ଷଇକାର, ଦୀର୍ଘଇକାର, ଯେଉଁଟାକି ପ୍ରଥମରେ ଦେଖେଇଥିଲେ। ସେଥିରେ କ'ଣ ଅଛି, ଏଇ ଯେଉଁ ମାତ୍ରା ଗୁଡ଼ିକ ଆମେ ତାର କିଛି କିଛି ଶବ୍ଦ ଗୁଡ଼ାକ ଏଥିରେ ଲେଖା ହେଇଛି। ପିଲାମାନେ ସେଇ ମାତ୍ରା ବ୍ୟବହାର କରି ଯେଉଁ ମାତ୍ରା ପାଖରେ ଆମେ ରଖିବା ସେଇ ମାତ୍ରାର ଉପରେ ଲେଖା ହେଇଛି, କିଛି ଗୋଟେ ଶବ୍ଦ ଲେଖା ହେଇଛି, ସେଇ ଶବ୍ଦକୁ ଦେଖିକି ସେମାନେ ଲେଖିବେ ଆଉ ପଢ଼ିବେ ମଧ୍ୟ। ହଁ, ଚତୁର୍ଥ ପଞ୍ଚମ ପାଇଁ ବୋଲିକି ଆମର ବିଭିନ୍ନ ପ୍ରକାର ଉପସର୍ଗ ଲାଗିକି ଯେଉଁ ଶବ୍ଦ ଗୁଡ଼ାକ ରହିଛି, ପିଲାମାନଙ୍କୁ ଯେଉଁ ବ୍ୟାକରଣର ବ୍ୟବହାର କରିବା ପାଇଁ ବୋଲିକି ଆମକୁ ଦରକାର ହେଉଛି ଅଜ୍ଞାତ, ଅଭାବ। ଦେଖନ୍ତୁ ଏଇଟା କିଛି ନାହିଁ, ଗୋଟେ ଚକ୍ର ଖାଲି ବୁଲିବ, ଯାହା ପାଖରେ ରହିଲେ ତାର ଗୋଟେ ଶବ୍ଦ ଆସିବ। ଦେଖି ଜାଣିବ ଦେଖିଦେଲେ ଚିତ୍ର ଜାଣିବ। ଇଂଲିଶର ଆମର ଆଲଫାବେଟ୍ ରହିଛି। ଆଲଫାବେଟ୍ ଉପରେ ପିଲାମାନଙ୍କର ସାଧାରଣତଃ ସବୁବେଳେ କ'ଣ କରୁଛନ୍ତି, ଗୋଟେ ଶବ୍ଦ ଲେଖିବେ, ସେଇଟା କ'ଣ କରୁଛନ୍ତି ମଝିରେ ମଝିରେ ମଧ୍ୟ ୱାର୍ଡ଼ ମଝିରେ ମଧ୍ୟ କ୍ୟାପିଟାଲ ସ୍ମଲ୍ କ୍ୟାପିଟାଲ ଲେଖୁଛନ୍ତି। ତେଣୁ ପିଲାମାନଙ୍କର ସେଇଠି କେଉଁଟା
कैपिटल लेटर कोटा स्मॉल लेटर पिला मानकर माने कांसेप्ट क्लियर हेइनी तेणु आम यही माध्यम देखूँ यहाँ गोटे पाइपर आकृति कराई कौन अच्छे आपंकर ऊपर ये जो माछ काती भली कराई ये माछ काती भितर ऊपर रही कैपिटल लेटर रही तले रही स्मॉल लेटर रही हाँ उठुन तमें ये गोटे देखो एथिरे आपणकर इंग्लीश रो केतेक विपरीत शब्द गुड़ाक गोटे प्रोजेक्ट माध्यम करूँ जोटा कि आमर तो लक्ष लक्ष संख्यार विपरीत शब्द अच्छी तेणु सब गुड़ाक तो संभव नुह कि पिला दर्शाइवाई जनवाई बोलिक यहाँ गोटे व्यवस्था कराई यहाँ हूँ गोटे आलबम देख समस्त देखु यही आलबम यहाँ गोटे विपरीत ताकि गोटे नुआ कौशल प्रयोग कराई देखु यहाँ अच्छी आपणकर अभ देखु ऊपर तल ये हूँ बय गार देखु समस्त मुझे दूर रही समस्त देखिपारे गोटे देखु देखु यहाँ बय एपट रहा गार आपणकर यहाँ हूँ क्लोज अच्छी यहाँ आपणकर ओपन तापर ये अच्छी डे अच्छी आपड़ी नाइट ये फुल अच्छी देखु तौक यहाँ टाणिले आपंकर एमटी आसब एमटी फुल देखो बर्तमान एमटी अच्छी आपण को यहाँ ने फुल है यहाँ डे यहाँ नाइट आपंकर यहाँ हूँ देखो फ्रंट यहाँ हूँ बैक ये आप देखु आपंकर हट रहा देखो बिग रहा स्मॉल रहा यहाँ देखो ये अच्छी आपंकर अंडर अच्छी ऊपर को नहीं जाए अप डाउन आसला ये आपंकर लंठन अच्छी जलुची बंद हो थैंक यू एटा देखो सिस्टर ब्रदर आपनकर फैट 3 देखो एटा पार नियर एटा आपनकर वाक स्टॉप आपनकर टॉल अच्छी देखु एटा को शॉर्ट पिला ने विभिन्न प्रकार कलर अच्छी एटा गोटे टाटा स्काई ता प्लेट भितर आपन को देखे दोछि एटा होछि देखो विभिन्न प्रकार अपन चक्कर बुलेबे ये धर दो मतलब हला खातारे खोलि किंतु एटा गोटे करछन खाता खाता रे करछि आपनकर सब कलर आपन करछन मैच करके रखा है हेले बाप लागे काशी पे रखनु सर अपना वीडियो करतो छाड़ दो देख लेना सर चल बंद कर